ଗଣନା ପୁସ୍ତକ 16 ପର୍ବ। ଅନନ୍ତର ଲେବିର ପ୍ରପୌତ୍ର କହାତର ପୌତ୍ର ଜିସିହର ପୁତ୍ର କୋରହ, ପୁଣି ରୁବେନର ସନ୍ତାନଗଣ ମଧ୍ୟରୁ ଇଲିଆବର ପୁତ୍ର ଦାଥନ, ଅବିରାମ ଓ ପେଲତରର ପୁତ୍ର ଓନ୍ ଦଳ ବାନ୍ଧିଲେ। ପୁଣି ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୁତ ମଣ୍ଡଳୀର 250 ଅଧିପତିଙ୍କ ସହିତ ମୋଶାଙ୍କ ସାକ୍ଷାତରେ ଉଠିଲେ। ଆଉ ସେମାନେ ମୋଶା ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, ତୁମେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି। ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି। ଯେହେତୁ ତୁମେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ। ତ ମୋଶା ତାହା ଶୁଣି ମୁହଁ ମାଡ଼ି ପଡ଼ିଲେ। ପୁଣି ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ। ପୁଣି ସେ ତାହାକୁ ଆପଣା ନିକଟକୁ ଅଣାଇବେ। ସେ ଯାହାକୁ ମନୋନୀତ କରିବେ ତାହାକୁ ଆପଣା ନିକଟକୁ ଅଣାଇବେ। ତେବେ ଏହା କର, ତୁମେମାନେ ଅଙ୍ଗାରଧାନୀ ନିଅ, କୋରହ ଓ ତାର ଦଳସ୍ଥ ସମସ୍ତେ। ପୁଣି କାଲି ତହିଁର ଅଗ୍ନି ଦିଅ। ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ। ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକି ମନୋନୀତ କରିବେ ସେ ପବିତ୍ର ହେବ। ହେ ଲେବିର ପୁତ୍ରମାନେ, ତୁମେମାନେ ଆପଣମାନଙ୍କ ଉପରେ ବହୁତ ନେଲଣି। ଆଉ ମୋଶା କୋରହକୁ କହିଲେ, ହେ ଲେବିର ସନ୍ତାନଗଣ, ତୁମେମାନେ ଟିକିଏ ଶୁଣ। ଇସ୍ରାଏଲର ପରମେଶ୍ୱର ଯେ ତୁମମାନଙ୍କୁ ଇସ୍ରାଏଲ ମଣ୍ଡଳୀରୁ ପୃଥକ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି। ପୁଣି ସେ ଯେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମର ସମସ୍ତ ଭ୍ରାତା ଲେବିର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମେମାନେ ଯାଜକତ୍ୱର ଚେଷ୍ଟା କରୁଅଛ? ଏଥିପାଇଁ ସିନା ତୁମ୍ଭେ ତୁମର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ। ଯେହେତୁ ହାରଣ କିଏ ଯେ ତୁମେମାନେ ତାହାଙ୍କ ବିରୁଦ୍ଧରେ ବଚସା କରୁଅଛ। ତହିଁରେ ମୋଶା ଇଲିଆବର ପୁତ୍ର ଦାଥନକୁ ଓ ଅବିରାମକୁ ଡାକିବା ପାଇଁ ଲୋକ ପଠାଇଲେ। ମାତ୍ର ସେମାନେ କହିଲେ, ଆମ୍ଭେମାନେ ଯିବା ନାହିଁ। ତୁମ୍ଭେ ଆମମାନଙ୍କୁ ଦୁଗ୍ଧ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ। ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ। ତାଛଡ଼ା ତୁମେ ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣିନାହଁ, କିମ୍ବା ଶସ୍ୟ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ଆମମାନଙ୍କୁ ଦେଇନାହଁ। ତୁମେ କି ଏ ସମସ୍ତ ଲୋକମାନଙ୍କର ଆଖି ଓପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ। ତହିଁରେ ମୋଶା ଅତିଶୟ ଜଳି ଉଠିଲେ। ସେ ଆପଣା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ। ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇନାହୁଁ ଅବା ସେମାନଙ୍କ ମଧ୍ୟରୁ କାହାରି ହିଂସା କରିନାହୁଁ। ତେବେ ମୋଶା କୋରହକୁ କହିଲେ, କାଲି ତୁମ୍ଭେ ତୁମର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି ହାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ। ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ। ପୁଣି ତୁମେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ 250 ଅଙ୍ଗାରଧାନୀ ଆଣ। ମଧ୍ୟ ତୁମେ ହାରଣ ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ। ଏଥିରେ ସେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ। ପୁଣି ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରଣଙ୍କ ସହିତ ସମାଗମ ତମ୍ବୁ ଦ୍ୱାର ନିକଟକୁ ଠିଆ ହେଲେ। ପୁଣି କୋରହ ସମାଗମ ତମ୍ବୁ ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକି ଏକତ୍ର କଲା। ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରଣଙ୍କୁ କହିଲେ, ତୁମେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର। ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା। ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ? ତ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ମଣ୍ଡଳୀକୁ କୁହ, ତୁମେମାନେ କୋରହର ଓ ଦାଥନର ଅବିରାମର ଆବାସ ଚତୁର୍ଦିଗରୁ ଉଠିଯାଅ। ତହିଁରେ ମୋଶା ଉଠି ଦାଥନ ଓ ଅବିରାମ ନିକଟକୁ ଗଲେ ଓ ଇସ୍ରାଏଲ ପ୍ରାଚୀନ ବର୍ଗ ତାହାର ପଶ୍ଚାତଗମନ କଲେ। ତହୁଁ ସେ ମଣ୍ଡଳୀକି କହିଲେ, ବିନୟ କରୁଅଛି, ତୁମେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ।
ଓ ସେମାନଙ୍କୁ କିଛି ମାତ୍ର ସ୍ପର୍ଶ କର ନାହିଁ, ନଇଲେ ତୁମେମାନେ ସେମାନଙ୍କର ପାପ ସମୂହରେ ବିନଷ୍ଟ ହେବ। ଏଥିରେ ସେମାନେ କୋରହ ଓ ଦାଥନର ଓ ଅବିରାମର ଆବାସ ଚତୁର୍ଦିଗରୁ ଉଠିଗଲେ। ପୁଣି ଦାଥନ ଓ ଅବିରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ। ତେଣୁ ମୋଶା କହିଲେ, ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି। ମୁଁ ଆପଣା ମନରୁ ତାହା ସବୁ କରିନାହିଁ। ତାହା ଏଥିରେ ତୁମ୍ଭେମାନେ ଜାଣିବ। ଯେବେ ଏହି ଲୋକମାନେ ସମସ୍ତ ଲୋକଙ୍କର ସାଧାରଣ ମରଣରେ ମରନ୍ତି, କିମ୍ବା ଯେବେ ସମସ୍ତ ଲୋକଙ୍କର ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ, ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସିଯାଆନ୍ତି, ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି ତାହା ତୁମେମାନେ ବୁଝିବ। ଅନନ୍ତର ଏପରି ହେଲା ଯେ ସେ ଏହି କଥା କହିବାର ସମାପ୍ତ କରନ୍ତେ ସେମାନଙ୍କର ଅଧସ୍ଥ ଭୂମି ଫାଟିଗଲା। ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିଜନଗଣଙ୍କୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। ଏହି ରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସିଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା। ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। ପୁଣି ସେମାନଙ୍କ ରବରେ ସେମାନେ ଚତୁର୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ। ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ। ଏ ଉତ୍ତରେ ସଦାପ୍ରଭୁଙ୍କର ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି 250 ଜଣଙ୍କୁ ଗ୍ରାସ କଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ହାରଣ ଓ ଯାଜକର ପୁତ୍ର ଏଲିଆସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରି ନେଉ। ପୁଣି ତୁମେ ସେ ଅଗ୍ନି ସେଠାରେ ବିଞ୍ଚି ଦିଅ, କାରଣ ସେହି ସବୁ ପବିତ୍ର। ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀ ଅଙ୍ଗାରଧାନୀ ହିଁ ପବିତ୍ର। ଏଣୁ ତାହା ସବୁ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ପିଟାପତ୍ର କରାଯାଉ। ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ସବୁ ଉତ୍ସର୍ଗ କରିଥିଲେ। ଏହି କାରଣରୁ ତାହା ସବୁ ପବିତ୍ର। ପୁଣି ତାହା ସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ। ତହିଁରେ ସେହି ଦଗ୍ଧ ଲୋକମାନେ ଯେ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଏଲିଆସର ଯାଜକ ସେସବୁ ନେଲା। ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍ ହାରଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ, ପୁଣି କୋରହ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ, ଏଥିପାଇଁ ଲୋକେ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ତାହା ସବୁ ପିଟିଲେ। ତଥାପି ଆର ଦିନ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବଚସା କରି କହିଲେ, ତୁମେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ। ତ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେବାବେଳେ ସେମାନେ ସମାଗମ ତମ୍ବୁ ଆଡ଼େ ଅନାଇଲେ। ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି। ସେତେବେଳେ ମୋଶା ଓ ହାରଣ ସମାଗମ ତମ୍ବୁ ସମ୍ମୁଖକୁ ଆସିଲେ। ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେମାନେ ଏହି ମଣ୍ଡଳୀ ମଧ୍ୟକୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା। ଏଥିରେ ସେମାନେ ମୁହଁମାଡ଼ି ପଡ଼ିଲେ। ତେଣୁ ମୋଶା ହାରଣଙ୍କୁ କହିଲେ, ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦୀରୁ ଅଗ୍ନି ଦିଅ। ପୁଣି ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର, କାରଣ ସଦାପ୍ରଭୁଙ୍କ କ୍ରୋଧ ନିର୍ଗତ ହୋଇଅଛି, ମହାମାରୀ ଆରମ୍ଭ ହେଲାଣି। ତହିଁରେ ହାରଣ ମୋଶାଙ୍କ କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା। ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କଲେ। ପୁଣି ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତହିଁରେ ମହାମାରୀ ନିବୃତ୍ତ ହେଲା। ଯେଉଁମାନେ କୋରହର କଥା ହେତୁରୁ ମରିଥିଲେ, ସେମାନଙ୍କ ଛଡ଼ା 14,700 ଲୋକ ଏହି ମହାମାରୀରେ ମଲେ। ପୁଣି ମହାମାରୀ ନିବୃତ୍ତ ହୁଅନ୍ତେ ହାରଣ ସମାଗମ ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ। ଗଣନା ପୁସ୍ତକ 17 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହି ରୂପେ 12 ଯଷ୍ଟି ଗ୍ରହଣ କର। ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ। ପୁଣି ତୁମେ ଲେବିର ଯଷ୍ଟିରେ ହାରଣର ନାମ ଲେଖିବ।
କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ। ଆଉ ସମାଗମ ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମମାନଙ୍କ ସହିତ ସାକ୍ଷାତ କରୁ ସେହି ସ୍ଥାନରେ ସାକ୍ଷ୍ୟ ସିନ୍ଧୁକ ସମ୍ମୁଖରେ ତୁମେ ସେସବୁ ରଖିବ। ଏହା କଲା ଉତ୍ତାରେ ଆମ୍ଭେ ଯେଉଁ ବ୍ୟକ୍ତିକି ମନୋନୀତ କରିବା ତାହାର ଯଷ୍ଟି ପୁଷ୍ପିତ ହେବ। ତହିଁରେ ଇସ୍ରାଏଲ ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା। ଏଥିରେ ମୋଶା ଇସ୍ରାଏଲ ସନ୍ତାନଗଣକୁ କହନ୍ତେ, ସେମାନଙ୍କ ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏହି ରୂପେ 12 ଯଷ୍ଟି ତାଙ୍କୁ ଦେଲେ। ପୁଣି ହାରୋନଙ୍କର ଯଷ୍ଟି ସେମାନଙ୍କ ଯଷ୍ଟି ସକଳ ମଧ୍ୟରେ ଥିଲା। ତ ମୋଶା ସାକ୍ଷ୍ୟ ତମ୍ବୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ। ଏଥିଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କଲେ। ଆଉ ଦେଖ, ଲେବି ଗୃହ ନିମନ୍ତେ ଥିବା ହାରୋନଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି। ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା। ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ। ପୁଣି ସେମାନେ ତାହା ଦେଖି ପ୍ରତ୍ୟେକ ଆପଣା ଆପଣା ଯଷ୍ଟି ନେଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋନଙ୍କର ଯଷ୍ଟି ସାକ୍ଷ୍ୟ ସିନ୍ଧୁକ ସମ୍ମୁଖରେ ରଖ। ମୋଶା ସେ ରୂପେ କଲେ। ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ ସେ ସେହିପରି କଲେ। ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ମୋଶାଙ୍କୁ କହିଲେ, ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ। ଯେ କେହି ନିକଟକୁ ଆସୁଅଛି, ଅର୍ଥାତ୍ ସଦାପ୍ରଭୁଙ୍କର ଆବାସ ନିକଟକୁ ଆସୁଅଛି, ସେ ମରୁଅଛି। ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବା? ଗଣନା ପୁସ୍ତକ 18 ପର୍ବ। ଅନନ୍ତର ସଦାପ୍ରଭୁ ହାରୋନଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ସହିତ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ ତୁମେମାନେ ପବିତ୍ର ସ୍ଥାନ ଘଟିତ ଅପରାଧ ବହିବ। ପୁଣି ତୁମ୍ଭେ ଓ ତୁମ୍ଭ ସହିତ ପୁତ୍ରଗଣ ଯାଜକତ୍ୱର ପଦ ଘଟିତ ଅପରାଧ ବହିବ। ଆଉ ତୁମ୍ଭେ ଲେବି ବଂଶୀୟ ତୁମର ଭାତୃଗଣକୁ ଅର୍ଥାତ୍ ତୁମର ପିତୃବର୍ଷମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ। ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ। ପୁଣି ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ବୁର ରକ୍ଷଣୀୟ ରକ୍ଷା କରିବେ, ଯେପରି ସେମାନେ ଅବା ତୁମ୍ଭେମାନେ ନ ମର। ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦୀ ନିକଟକୁ ଯିବେ ନାହିଁ। ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ବୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ ତମ୍ବୁର ରକ୍ଷଣୀୟ ରକ୍ଷା କରିବେ। ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ। ପୁଣି ଇସ୍ରାଏଲ ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦୀର ରକ୍ଷଣୀୟ ରକ୍ଷା କରିବ। ଆଉ ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ସମାଗମ ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି। ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ତୁମେମାନେ ବେଦୀ ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦ ବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ ଆପଣା ଦାନଜନିତ ସେବା ରୂପେ ତୁମ୍ଭମାନଙ୍କ ଯାଜକତ୍ୱ ପଦ ଦେଲୁ। ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ। ଅନନ୍ତର ସଦାପ୍ରଭୁ ହାରୋନଙ୍କୁ କହିଲେ, ଆହୁରି ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭକୁ ଦେଲୁ। ତୁମ୍ଭର ଅଭିଷେକ ହେତୁରୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହା ସବୁ ଦେଲୁ। ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହା ସବୁ ତୁମ୍ଭର ହେବ। ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର ଅର୍ଥାତ୍ ସେମାନଙ୍କର ପ୍ରତ୍ୟେକ ଭୈକ୍ଷ ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ। ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ମଣି ତହିଁରୁ ଭୋଜନ କରିବ।
प्रत्येक पुरुष तहिरु भोजन करिब, ताहा तुम्भ प्रति पवित्र हेब। आउ एहा तुम्भर अटे, अर्थात इस्राएल सन्तानगणर समस्त दोलनीय नैवेद्यर दान मध्यरु उत्तोलनीय उपहार आम्भे अनंतकालीन अधिकारार्थे ताहा सबु तुम्भकु ओ तुम्भ सहित तुम्भर पुत्रगणकु ओ तुम्भर कन्यागणकु देलु। तुम्भ गृहस्थित प्रत्येक सूची लोक ताहा भोजन करिब। सेमाने सदाप्रभुଙ୍କ उद्देश्य आपणा मानकर समस्त उत्तम तैल और समस्त उत्तम द्राक्षाफल और शस्य जे जे प्रथमजात फल उत्सर्ग करिवे ताहा सबु आम्भे तुमकु देलु। सेमाने आपणा आपणा भूमिरु उत्पन्न जे सबु प्रथम पक्व फल सदाप्रभुଙ୍କ उद्देश्य उत्सर्ग करती से सबु तुमर हेब। तुम गृहस्थित प्रत्येक सूची लोक ताहा भोजन करिब। इस्राएल मध्यरे वर्जित वस्तु सबु तुम्भर हेब। सेमाने मनुष्य कि पशु मानक मध्यरु जे समस्त प्रथमजात गर्भफल सदाप्रभुଙ୍କ उद्देश्य उत्सर्ग करती से समस्त तुम्भर हेब। तथापि तुम्हे मनुष्यर प्रथम जातकु अवश्य मुक्त करिब। पुणी तुम्हे अशुचि पशुर प्रथम जातकु मुक्त करिब। पुणी जो माने एक मास वयस्क अवधि मुक्त कराजिबे से समस्तंकु तुम्भर निरूपणनीय मूल्य पवित्र स्थानर 20 गेरारे परिमित सेकल अनुसारे 5 सेकल रूपारे मुक्त करिब। मात्र तुम्भे गोरुर प्रथम जातकु अबा मेषर प्रथम जातकु अबा छागर प्रथम जातकु मुक्त करिब नाही। सेमाने पवित्र। तुम्भे वेदी उपरे सेमानक रक्त सेचन करिब। पुणी तुष्टिजनक आग्रहार्थे सदाप्रभुଙ୍କ उद्देश्य अग्निकृत उपहार निमंते सेमानकर मेद दग्ध करिब। आउ सेमानकर मांस तुम्भर हेब। जेपरि दोलनीय नैवेद्यार्थक बक्ष और दक्षिण चटुआ सेपरि ता तुम्भर हेब। इस्राएल सन्तानगण जे समस्त वस्तु पवित्र करी उत्तोलन उपहार रूपे सदाप्रभुଙ୍କ उद्देश्य उत्सर्ग करती से सकल आमे अनंतकालीन अधिकारार्थे तुम्भकु और तुम्भ सहित तुम्भ पुत्रगणकु और तुम्भ कन्यागणकु देलु। तुम्भ और तुम्भ संगे तुम्भ वंश पक्षरे या सदाप्रभुଙ୍କ साक्षातरे अनंतकालीन लवणर नियम। आउरी सदाप्रभु हारणଙ୍କୁ कहिले सेमानक भूमि रे तुम्भर कोनोसी अधिकार रहिबो नाही और सेमानक मध्यरे तुम्भर कोनोसी बांट रहिबो नाही। इस्राएल सन्तानगण मध्यरे आम्भे तुमर बांट और तुम्भर अधिकार। आउ देख लेवी सन्तानगण जो सेवाकर्म करती समागम तंबू संबंधी सेमानकर सेही सेवाकर्मर परिशोधरे आम्भे सेमानक अधिकारार्थे इस्राएल मध्यरे समस्त दशमांश देलु। आउ इस्राएल सन्तानगण पाप बही जेपरि न मरती एथिपाई एही समय ठारू सेमाने समागम तंबू निकटकू आसिबे नाही। मात्र लेवीय माने समागम तंबूर सेवाकर्म करिवे और सेमाने आपणा आपणा अपराध बहिबे। यह तुम्भमानकर पुरुषानुक्रमे स्थायी अनंतकालीन विधि। पुणी सेमानकर इस्राएल सन्तानगण मध्यरे कोनोसी अधिकार पाइबे नाही। कारण इस्राएल सन्तानगण सदाप्रभुଙ୍କ उद्देश्य उत्तोलन उपहार रूपे जो दशमांश उत्सर्ग करती ताहा आम्भे लेवीय मानकु अधिकारार्थे देलु। एहेतु आम्भे सेमानक विषय कहिलु इस्राएल सन्तानगण मध्यरे सेमाने कोनोसी अधिकार पाइबे नाही। अनंतर सदाप्रभु मूसांकु कहिले आउरी तुम्हे लेवीय मानकु कहिबो आम्भे तुम्हमानकर अधिकारार्थे इस्राएल सन्तानगण ठारू जो दशमांश तुम्हमानकु देलु ताहा जेतेबेले तुम्हे सेमानक ठारू ग्रहण करिबो सेतेबेले तुम्हे माने सदाप्रभुଙ୍କ उद्देश्य उत्तोलन उपहार रूपे सेही दशमांशर दशमांश उत्सर्ग करिबो। तुम्हमानकर एही उत्तोलन उपहार खଳାର ଶସ୍ୟ ତୁଲ୍ୟ ଦ୍ରାକ୍ଷା ଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମମାନଙ୍କର ପକ୍ଷରେ ଗଣାଯିବ। ଏହି ରୂପେ ତୁମେମାନେ ଇସ୍ରାଏଲ ସନ୍ତାନଗଣ ଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ ତହିଁରୁ ତୁମେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନ ଉପହାର ଉତ୍ସର୍ଗ କରିବ। ପୁଣି ତହିଁରୁ ତୁମେମାନେ ସଦାପ୍ରଭୁଙ୍କର ଉତ୍ତୋଳନ ଉପହାର ହାରଣ ଯାଜକକୁ ଦେବ। ତୁମମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନ ଉପହାର अर्थात तहिर समस्त उत्तम द्रव्यरु तहिर पवित्र अंश उत्सर्ग करिब। एतु तुम्हे सेमानकु कहिब तुमे माने जेतेबेले तहिर उत्तम द्रव्य उत्तोलन उपहार रूपे उत्सर्ग करिब सेतेबेले ताहा लेवीय मानक पक्षरे खଳାରୁ उत्पन्न द्रव्य और द्राक्षा जंत्ररु उत्पन्न द्रव्य बोली गणाजिब। पुणी तुम्हे माने
ଓ ତୁମ୍ଭମାନଙ୍କର ପରିଜନଗଣ ସବୁ ସ୍ଥାନରେ ଭୋଜନ କରିବ, କାରଣ ସମାଗମ ତମ୍ବୁ କୃତ ତୁମ୍ଭମାନଙ୍କର ସେବାକର୍ମ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ। ଆଉ ତହିଁରୁ ସେ ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ ତୁମେମାନେ ତଦ୍ୱାରା ଘଟିତ କୌଣସି ପାପ ବହିବ ନାହିଁ। ପୁଣି ତୁମେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ। ଗଣନା ପୁସ୍ତକ 19 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋନଙ୍କୁ କହିଲେ, ସଦାପ୍ରଭୁ ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି। ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହାଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଜୁଆଳି ଦିଆଯାଇ ନାହିଁ, ଏପରି ଏକ ନିଖୁନ୍ତା ଲାଲି ଗାଭୀକି ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। ତହୁଁ ତୁମ୍ଭେମାନେ ସେହି ଗାଭୀକି ଇଲିଆସର ଯାଜକକୁ ଦେବ। ପୁଣି ସେ ତାକୁ ଛାଉଣି ବାହାରକୁ ଆଣନ୍ତେ ଜଣେ ତା ସମ୍ମୁଖରେ ତାକୁ ବଧ କରିବ। ତହିଁରେ ଇଲିଆସର ଯାଜକ ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତର ନେଇ ସମାଗମ ତମ୍ବୁ ସମ୍ମୁଖରେ 7 ଥର ତାହା ରକ୍ତ ସେଚନ କରିବ। ଆଉ ଜଣେ ତାର ଦୃଷ୍ଟି ଗୋଚରରେ ସେହି ଗାଭୀକି ଦଗ୍ଧ କରିବ। ସେ ତାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ। ତେଣୁ ଯାଜକ ଏରସ କାଠ ଓ ଏସୋବ ଓ ସିନ୍ଦୁର ବର୍ଣ୍ଣ ଲୋମ ନେଇ ସେହି ଗାଭୀ ଦାହର ଅଗ୍ନି ମଧ୍ୟରେ ପକାଇବ। ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ। ତହିଁ ଉତ୍ତାରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେଉଁ ଲୋକ ସେହି ଗାଭୀକି ଦଗ୍ଧ କରିବ, ସେ ଜଳରେ ଆପଣା ବସ୍ତ୍ର ଧୋଇବ ଓ ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏ ଉତ୍ତାରେ କୌଣସି ସୂଚୀ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣିର ବାହାରେ କୌଣସି ସୂଚୀ ସ୍ଥାନରେ ରହିବ। ପୁଣି ତାହା ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପାଇଁ ଅଶୌଚାର୍ଥକ ଜଳ ନିମନ୍ତେ ରଖାଯିବ। ତା ପାପାର୍ଥକ ବଳି ଅଟେ। ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏହା ଇସ୍ରାଏଲ ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ। ପୁଣି ଯେ କେହି କୌଣସି ମନୁଷ୍ୟର ଶବ ଛୁଏଁ, ସେ 7 ଦିନ ଅଶୁଚି ରହିବ। ସେ ତୃତୀୟ ଦିନରେ ତଦ୍ୱାରା ଆପଣାକୁ ପରିଷ୍କାର କରିବ। ସପ୍ତମ ଦିନରେ ସେ ଶୁଚି ହେବ। ମାତ୍ର ଯେବେ ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। ଯେବେ କେହି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କର ଆବାସ ଅଶୁଚି କରେ। ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। ତା ଉପରେ ଅଶୌଚାର୍ଥକ ଜଳ ସିଞ୍ଚା ଯାଇ ନଥିବାରୁ ସେ ଅଶୁଚି ହେବ। ତାର ଅଶୌଚ ତାଠାରେ ଥାଏ। କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି, ଯେ କେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ 7 ଦିନ ଅଶୁଚି ହୋଇ ରହିବ। ଆଉ ପ୍ରତ୍ୟେକ ମେଲା ପାତ୍ର ଯହିଁରେ ଢାଙ୍କୁଣୀ ବନ୍ଧା ନଥାଏ, ତାହା ଅଶୁଚି ହେବ। ପୁଣି ଯେ କେହି ମଲା କ୍ଷେତ୍ରରେ ଖଡ୍ଗ ହତ କି ମୃତ ଦେହ କି ମନୁଷ୍ୟର ଅସ୍ଥି କି କବର ଛୁଏଁ, ସେ 7 ଦିନ ଅଶୁଚି ହେବ। ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତ ଜଳ ଦିଆଯିବ। ଏ ଉତ୍ତାରେ କୌଣସି ସୂଚୀ ମନୁଷ୍ୟ ଏସୋବ ନେଇ ଜଳରେ ଡୁବାଇ ସେ ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି ଅସ୍ଥି କି ହତ କି ମୃତ କି କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ। ପୁଣି ସେହି ସୂଚୀ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ। ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣଙ୍କୁ ପରିଷ୍କାର ନ କରିବ, ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ, ସେ ଅଶୁଚି। ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେ କେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେ କେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ। ପୁଣି ସେ ଅଶୁଚି ଲୋକ ଯାହା କିଛି ଛୁଏଁ, ତାହା ଅଶୁଚି ହେବ। ଆଉ ଯେଉଁ ପ୍ରାଣୀ ତାହା ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଗଣନା ପୁସ୍ତକ 20 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ପ୍ରଥମ ମାସର ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ
କାଦେଶରେ ବାସ କଲେ। ପୁଣି ସେହି ସ୍ଥାନରେ ମରିୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା। ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନଥିଲା। ତହିଁରେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। ପୁଣି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେତେବେଳେ ଯେବେ ଆମ୍ଭେମାନେ ମରିଥାନ୍ତୁ, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏ ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କ ପଶୁମାନେ ଏଠାରେ ମରିବୁ? ଆଉ ତୁମେମାନେ କାହିଁକି ଆମ୍ଭମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲ କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବୁରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ, କିଏ ବା ଏଠାରେ ପିଇବାକୁ ଜଳ ନାହିଁ। ଏଥିରେ ମୋଶା ଓ ହାରଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତେଣୁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଯଷ୍ଟି ନିଅ, ପୁଣି ତୁମ୍ଭେ ତୁମ୍ଭ ଭାଇ ହାରଣ ମଣ୍ଡଳୀକି ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ତୁମ୍ଭେମାନେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକି ଓ ସେମାନଙ୍କ ପଶୁଗଣକୁ ପାନ କରାଇବ। ତେଣୁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ। ପୁଣି ମୋଶା ଓ ହାରଣ ସେ ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ। ଆଉ ସେ ସେମାନଙ୍କୁ କହିଲେ, ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏ ଶୈଳରୁ ଜଳ ବାହାର କରିବା? ଏଥି ଉତ୍ତରେ ମୋଶା ହସ୍ତ ଉଠାଇ ଆପଣା ଯଷ୍ଟିରେ ସେ ଶୈଳକୁ ଦୁଇଥର ଆଘାତ କଲେ। ତହିଁରେ ପ୍ରଚୁର ଜଳ ବାହାର ହେଲା। ପୁଣି ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ। ଏଥିରେ ସଦାପ୍ରଭୁ ମୋଶା ଓ ହାରଣଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ। ଏହେତୁ ଆମ୍ଭେ ଏହି ମଣ୍ଡଳୀକି ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ। ଏହିସବୁ ମିରବ୍ବା ଜଳ ବିବାଦର ଜଳ, ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ। ଗୁଡ୍ ମର୍ଣ୍ଣିଂ। ବାଇବଲ ପଠନ କକ୍ଷକୁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଜି ବାଇବଲ ପଠନ ଦିନ ସଂଖ୍ୟା 24, ଶନିବାର। ଗଣନା ପୁସ୍ତକ 16 ପର୍ବ ଠାରୁ 20 ପର୍ବ 13 ପଦ ପର୍ଯ୍ୟନ୍ତ ଆଜିର ପଠନ ଅଂଶ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଆମ୍ଭେମାନେ ଚିନ୍ତା କରିବା। ମୋଶା ଓ ହାରଣଙ୍କ ନେତୃତ୍ୱ ଅଧୀନରେ ଦୀର୍ଘ 38 ବର୍ଷ କାଦେଶ ବର୍ଣ୍ଣୟରେ ଭ୍ରମଣ କଲା ଉତ୍ତାରେ କରହଙ୍କ ଦ୍ୱାରା ପରିଚାଳିତ ହୋଇ କିଛି ଲୋକ ଉପଦ୍ରବୀ ହେଲେ, ବିଦ୍ରୋହୀ ହେଲେ ଓ ମୋଶା ଓ ହାରଣଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କଲେ। ମାତ୍ର ପରମେଶ୍ୱର ମୋଶା ଓ ହାରଣଙ୍କ ସପକ୍ଷ ହେଲେ। ଲେବୀୟମାନଙ୍କ ମଧ୍ୟରେ ନେତୃତ୍ୱ ସମ୍ବନ୍ଧୀୟ ବିବାଦ ଉତ୍ତାରେ ସଦାପ୍ରଭୁ ଲେବୀୟମାନଙ୍କ ଭୂମିକା ଓ କର୍ତ୍ତବ୍ୟକୁ ସ୍ପଷ୍ଟ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ପରାମର୍ଶ ଦେଲେ। ଆମ୍ଭେମାନେ ଲେବୀୟମାନଙ୍କ କାର୍ଯ୍ୟ ଏବଂ ଯାଜକ ଓ ଲେବୀୟମାନଙ୍କର ଶୌଚକ୍ରିୟାର ବ୍ୟବସ୍ଥା ବିଷୟରେ ମଧ୍ୟ ଏହି ଅଧ୍ୟାୟ ଗୁଡ଼ିକରେ ପାଠ କରିଥାଉ। 38ତମ ବର୍ଷରେ ମରିବାଠାରେ ଘଟିଥିବା ଘଟଣା ପରି ଆଉ ଏକ ଘଟଣା ଘଟିଲା, ଯେଉଁଥିରେ ଇସ୍ରାଏଲୀୟ ଲୋକମାନେ ଜଳ ନଥିବାରୁ ମୋଶାଙ୍କ ବିରୁଦ୍ଧରେ ବଚସା କଲେ। ଜଳ ନିର୍ଗତ ହେବା ନିମନ୍ତେ ସମ୍ମୁଖସ୍ଥ ଶୈଳକୁ ଆଦେଶ ଦେବା ନିମନ୍ତେ ପରମେଶ୍ୱର ମୋଶାଙ୍କୁ କହିଲେ, କିନ୍ତୁ ଜଳ ବାହାର କରିବା ପାଇଁ ମୋଶା ଶୈଳକୁ ଦୁଇଥର ଆଘାତ କଲେ। ଏହି ଘଟଣା ଦ୍ୱାରା ମୋଶା ଓ ହାରଣ ସଦାପ୍ରଭୁଙ୍କ ଠାରେ ସେମାନଙ୍କର ବିଶ୍ୱାସ ଓ ତାହାଙ୍କୁ ପବିତ୍ର ବୋଲି ମାନ୍ୟ କରିବାରୁ ବିଫଳ ହେଲେ ଓ ଉଭୟ ପ୍ରତିଜ୍ଞାତ ଦେଶ କିଣାନରେ ପ୍ରବେଶ କରିପାରିଲେ ନାହିଁ। 38 ବର୍ଷ ଉତ୍ତାରେ ପ୍ରାନ୍ତରରେ ଇସ୍ରାଏଲ ସନ୍ତାନଗଣର ପ୍ରଥମ ପିଢ଼ିରୁ ମାତ୍ର ମୋଶା, ହାରଣ, ଯହୋଶୁଆ ଏବଂ କାଲେବ ଅବଶିଷ୍ଟ ରହିଲେ। ଆଉ ସମସ୍ତେ ବିନଷ୍ଟ ହୋଇଥିଲେ, ଅର୍ଥାତ୍ ସମସ୍ତେ ମୃତ୍ୟୁବରଣ କରିଥିଲେ। ଦ୍ୱିତୀୟ ପିଢ଼ି ବା ନୂତନ ପିଢ଼ି ବର୍ତ୍ତମାନ ବୟସପ୍ରାପ୍ତ ହୋଇଅଛନ୍ତି। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।